ସୁନାମଧନ୍ୟ ଶିକ୍ଷାବିତ୍ ତଥା ବଂଶୀବାଦକ ବାଉରୀବନ୍ଧୁଙ୍କ ବିୟୋଗରେ ଶୋକସଭା। ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁ ବେହେରା ସୁରଳସ୍ଥିତ ସ୍ୱ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା। ଚଳିତ ଏପ୍ରିଲ 16 ତାରିଖରେ ରାତ୍ରି 12 ଘଣ୍ଟିକା ବେଳେ ସାମାନ୍ୟ ପେଟବଥା ଓ ଆକସ୍ମିକ ମୃତ୍ୟୁ। ସୁରଳ ଉଚ୍ଚ ବିଦ୍ୟାଳୟରେ ସେ ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଥିଲେ। ଜଣେ ପ୍ରଜ୍ଞାଦୀପ୍ତ ଶିକ୍ଷାବିତ୍ ଆଧ୍ୟାତ୍ମବାଦ ବ୍ୟକ୍ତିତ୍ୱ ବ୍ୟତିରେକ ସେ ଜଣେ ପ୍ରଥିତଯଶା ବଂଶୀବାଦକ ଥିଲେ। ତାଙ୍କରି ଆବର୍ତ୍ତମାନରେ ସ୍ଥାନୀୟ ଉଭୟ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ପ୍ରକାଶ। ଆଜି ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ସୁରଳ ଜଂସନସ୍ଥିତ ସୁରେଶ ହସ୍ପିଟାଲ ସଭାକକ୍ଷଠାରେ ଅନୁଷ୍ଠିତ ଶୋକସଭାରେ ଉପରୋକ୍ତ ମନ୍ତବ୍ୟ ଉପସ୍ଥାପିତ ହୋଇଥିଲା। ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ କ୍ରମରେ ଦିବଂଗତ ବାଉରୀବନ୍ଧୁଙ୍କ ସଂକ୍ଷିପ୍ତ ପରିଚୟ ସୂଚିତ କରିଥିଲେ। ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ 2 ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ନାଟ୍ୟକାର ଯୁଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଜି କାମରାଜ ପାତ୍ର, ମହେନ୍ଦ୍ର କୁମାର ସାହୁ, ମୁନା ସାମନ୍ତ, କେ ବିନୋଦ, ଦୀପକ କୁମାର ପ୍ରଧାନ, ଶ୍ରୀଧର ଆଚାରୀ, ବିଶିକେଶନ ସାହୁ, ଏମ୍ ବିନୋଦ, ୟୁ ପ୍ରେମାନନ୍ଦ ଚୌଧୁରୀ ପ୍ରମୁଖ ବହୁ କଳାକାର ଦିବଂଗତ ଆତ୍ମା ପ୍ରତି ବାକ୍ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ହରେକୃଷ୍ଣ, ଦ୍ୟୁତିକୃଷ୍ଣ ଏବଂ ହସ୍ପିଟାଲ କର୍ମଚାରୀମାନେ ସହଯୋଗ କରିଥିଲେ।